যথাপদ্মসনাতা বিপুলকটিতটি পদ্মপত্রা যতক্ষী গম্ভীরাবর্তনাভিস্তনভরনমিতা শুভ্রবস্ত্র তরিয়া লক্ষ্মীদেবী গজেন্দ্রমণিগণখচিতে স্নাপিতাং হেমকুম্ভী দ্বিতীয় সা পদ্মহত্যা বসতু মম গৃহে সর্বমাঙ্গল্য যুক্তা। জগজ্জননী মা মহালক্ষ্মী আদি দিনর ইষ্টদেবতা শুক্র দেবতা, জগন্নাଥ বলভদ্ର ସୁଭଦ୍ରା ସୁଦର୍ଶନୀ ଚତୁର୍ଦ୍ଧାମୂର୍ତ୍ତି ଦେବତା ଲକ୍ଷ୍ମୀନାରାୟଣ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏହି ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଜାନୁଆରୀ ମାସ 10 ତାରିଖ 2025 ମସିହା, ଧନୁ 26 ଦିନ, ପୌଷ ମାସ, ଶୁକ୍ଳପକ୍ଷ, ଏକାଦଶୀ, ଶୁକ୍ରବାର। ଏକାଦଶୀ ତିଥି ସକାଳ 10ଟା 20 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଦ୍ୱାଦଶୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର କୃତ୍ତିକା ବୃଷ। କୃତ୍ତିକା ନକ୍ଷତ୍ର ଅପରାହ୍ନ 1 ଘଣ୍ଟା 45 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ରୋହିଣୀ ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ବୃଷ ରାଶିରେ ଅହୋରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ଏକାଦଶୀ ତିଥି ଯୋଗୁଁ ଶିମ୍ବ ଖାଇବା ମନା, ଖାଇଲେ ମହାପାପ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଦ୍ୱିତୀୟ ଚନ୍ଦ୍ର ଏବଂ ଚନ୍ଦ୍ର ବୃଷ ରାଶିରେ ଉଚ୍ଚରେ ଅବସ୍ଥାନ କରିଥିବାରୁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ। ଧନ ପ୍ରତି ଆୟ ପ୍ରତି ମନରେ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ। ଅନ୍ୟକୁ ଦେଇଥିବା ଧନ, ହୃତ ଧନ, ବକେୟା ଧନ ଫେରି ପାଇବେ ଏବଂ ଆୟର ନୂତନ ମାର୍ଗ ଖୋଲିବ। ଖର୍ଚ୍ଚ ପ୍ରତି ଅନାଗ୍ରହ, ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ଓ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ମା ବଗଳାମୁଖୀ। ବୃଷ ରାଶି ଶ୍ରୀଚନ୍ଦ୍ର ଶୁକ୍ରବାର ଓ ରବି ଚନ୍ଦ୍ର ଉଭୟଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଧନ ମାନ ସମ୍ମାନ ଲକ୍ଷ୍ମୀଙ୍କର କୃପା ସ୍ୱଜନରେ ସୁସମ୍ପର୍କ ପରିବାରରେ ସୁଖ ଶାନ୍ତି ଏବଂ ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ। ଆମୋଦ ପ୍ରମୋଦ ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ରୋହିଣୀ ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 4, ଆରାଧନା ମା କମଳା। ମିଥୁନ ରାଶି ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅପବ୍ୟୟ ଅପବାଦ ଅପଯଶର ଶିକାର ହେବେ। ମନରେ ଦୁଶ୍ଚିନ୍ତା ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ଆଶାଠାରୁ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 8, ଆରାଧନା ଭଗବାନ ବିଷ୍ଣୁ। କର୍କଟ ରାଶି ଏକାଦଶ ଚନ୍ଦ୍ର ଏବଂ ରବି ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ
आकस्मिक धन लाभ, कौन विशेष सूत्र धन प्राप्ति एवं अन्य को देथिबा धन, हृत धन, बकेया धन प्राप्त है। समस्त आशा आकांक्षा अभिलाष पूर्ण है एवं समस्त इप्सित पदार्थ हाथ पांतर उपलब्ध है। मनरे प्रसन्नता, परिवार सुख शांति, देह मन सुस्थ रहिबो। उन्नतिमूलक कर्म ध्यान अधिक रहिबो। नूतन कर्मारंभ, नूतन व्यवसाय आरंभ एवं विदेश यात्रार सुजोग जुटिबो। वाणिज्य व्यवसाय परिवहन रे आय अति उत्तम है। कर्म रे आशा ठारू अधिक सफलता और कर्मस्थान समस्त सुविधा सुजोग हासिल करेंगे। जो मानकर पुनर्वसु और अश्लेषा कर्कट से उपकृत हेबे। शुभरंग धड़ा, संख्या 1, आराधना भगवान शिव। सिंह राशि दशम चंद्र और रवि चंद्र उभय नक्षत्र भोग हो नूतन कर्म आरंभ करें कि नूतन निजुक्ति मिल पारे। मनरे उत्साह उद्दीपना, परिवार सुख शांति एवं चाली चलन व्यवहार कथबार्ता मार्जित और सर्वजन आदृत हो। आज जेकोसी कर्म आरंभ करेंगे से 100% सफलता पाइबे एवं समस्त कष्टसाध्य काम आज आपण सहज हो। मनरे सत्चिंता सद्भावना प्रकाश पाइब एवं सत्कर्म अधिक आग्रह रहिबो। वाणिज्य व्यवसाय और परिवहन रे आय जहाँ हेले मध्य मनरे आत्मसंतोष आत्मतृप्ति रहिबो। जो मानकर पूर्वा फाल्गुनी सिंह से उपकृत हेबे। शुभरंग गोलापी, संख्या 3, आराधना प्रभु श्री जगन्नाथ। कन्या राशि नवम चंद्र एवं सकाल 10:20 पर घाट तिथि जो समस्त कर्म शुभ फल मिलने समस्त कर्म अଯଥା विलंब देखादेव। गुरुजन कृपा, क्षमताशाली व्यक्ति सहायता एवं राजनैतिक व्यक्ति शुभ दृष्टि रे। मनरे उन्नत चिंताधारा उच्चाभिलाष प्रकाश पाइब एवं उन्नतिमूलक कर्म अधिक ध्यान रहिबो। गुरुजन प्रति श्रद्धा और लघुजन प्रति स्नेह श्रद्धा और आंतरिकता अधिक रहिबो। वाणिज्य व्यवसाय परिवहन रे आय अति उत्तम है। कर्म रे आशा ठारू अधिक सफलता, उच्च सम्मान, उच्च पदवी प्राप्त है। परोपकार, समाज सेवा एवं धार्मिक कर्म रे अधिक आग्रह रहिबो एवं परिवार सुख शांति अतुट रहिबो। जो मानकर चित्रा कन्या से उपकृत हेबे। शुभ रंग सबुज, संख्या 4, आराधना भगवान विष्णु। तुला राशि अष्टम चंद्र जोगु वाद विवाद, स्वास्थ्य, आर्थिक कारोबार और जानवाहन आरोहण काल में सतर्कता अवलंबन करेंगे। धन क्षति, मानसिक अस्थिरता, परिवार मनमालिन एवं शारीरिक पीड़ा भोगे। उचित कर्म विच्युत हो अनुचित कर्म आग्रह रखिए एवं समस्त कर्म भूल निष्पत्ति ने। अଯଥା खर्च वृथा भ्रमण लगी एवं मन अस्थिर विषादग्रस्त चापग्रस्त रहिबो। वाणिज्य व्यवसाय और परिवहन रे आय स्वल्प हेब। कर्म विफलता और बाधा विघ्न लगी रहिबो। जो मानकर स्वाति और विशाखा तुला से सतर्कता अवलंबन करेंगे। शुभरंग नील, संख्या 2, आराधना प्रभु श्रीराम। मिथ्या राशि घाट चंद्र जो मनरे दुश्चिंता दुर्भावना, परिवार अशांति, दाम्पत्य जीवन में कलह एवं मन अस्थिर विषादग्रस्त चापग्रस्त रहिबो। परिचित महिला ठारू अपमान पाइबे किंबा विवाद उग्र रूप नहीं पारे। वाणिज्य व्यवसाय और परिवहन रे आय ठारू व्यय अधिक हेब। कर्म विफलता और महिला सहकर्मी विरोधर सम्मुखीन हेबे। जो मानकर विशाखा बिच्छा समान सतर्कता अवलंबन करेंगे। शुभ रंग लाल, संख्या 6, आराधना माँ बगलामुखी। धनु राशि षष्ठ चंद्र जो मनरे प्रसन्नता, शरीर में सुस्थता, परिवार में मित्रता, समस्त बंधुता, चालीचलन संयमता, वचन में मधुरता, परिवार में मित्रता, दाम्पत्य जीवन में मधुरता एवं समस्त कर्म स्वच्छता और समयानुवर्तिता अपनाइबे। रोग ऋण दुख शोक क्लेश मानसिक अवसाद सामयिक मुक्ति मिल। आपण वक्तव्य सम्मोहन शक्ति रहिबो एवं शत्रु मान मित्रतार हाथ बढ़ाइबे।
ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ କରିବେ। ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ମକର ରାଶି, ପଞ୍ଚମ ଚନ୍ଦ୍ର ଶୁକ୍ରବାର ଯୋଗୁଁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗାରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ବିକାଶ ଘଟିବ। ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଓ କର୍ମକୁ ନେଇ ଗର୍ବ ଅନୁଭବ କରିବେ। ପିତାମାତାଙ୍କ କୃପା ଏବଂ ପୈତୃକ ସମ୍ପତ୍ତିକୁ ନେଇଥିବା ବିବାଦ, ଜମିଜମା ବିବାଦ, ପାରିବାରିକ ବିବାଦ, ଭାତୃ ବିବାଦର ସମାଧାନ ହେବ। ନୂତନ ଶିକ୍ଷା, କଳା, ସଂସ୍କୃତି ପ୍ରତି ମନରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ଉପକୃତ ହେବେ। ଶୁଭ ରଙ୍ଗ କଳା, ସଂଖ୍ୟା 3, ଆରାଧନା ମା ଦୁର୍ଗା। କୁମ୍ଭ ରାଶି, ଚତୁର୍ଥ ଚନ୍ଦ୍ର ଏବଂ ଶୁକ୍ର ପକ୍ଷ ଯୋଗୁଁ ବାଦ, ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଶୋଧନରେ କଥାବାର୍ତ୍ତା, ପଦସ୍ଥ ଅଧିକାରୀ, ରାଜନୈତିକ ବ୍ୟକ୍ତି, ଶୋଧନ, ପରିଜନ, ବନ୍ଧୁ ବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସହ କଥାବାର୍ତ୍ତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ବାଣିଜ୍ୟ ବ୍ୟବସାୟରେ କ୍ଷତି ଓ ପରିବହନ ବ୍ୟବସାୟରେ ବିପର୍ଯ୍ୟୟର ସାମ୍ନା କରିବେ। କର୍ମରେ ବିଫଳତା, ସହକର୍ମୀଙ୍କର ବିରୋଧ ଓ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ମା ଦୁର୍ଗା। ଶେଷ ରାଶି ମୀନ ରାଶି। ମୀନ ରାଶି, ତୃତୀୟ ଚନ୍ଦ୍ର ଘାତ ବାର ଯୋଗୁଁ ଘାତବାରର ପ୍ରଭାବ ବିଶେଷ ରହିବ ନାହିଁ। ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସୌଜନ୍ୟରେ ସୁସମ୍ପର୍କ ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 7, ଆରାଧନା ମା ତାରା। ଏ ଥିଲା 12ଟି ରାଶିର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ମଙ୍ଗଶ୍ରୀ ଶୁକ୍ର ମହାମନ୍ତ୍ରସ୍ୟ ଭରଦ୍ୱାଜ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶୁକ୍ର ଦେବତା ସୁପ୍ରୀତୟେ। ଶୁକ୍ର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏହି ଋଷ୍ୟାଦିଟିକି ଥରେ ପଢ଼ିବେ ଏବଂ ମନ୍ତ୍ରଟି ହେଲା ଓଂ ହିଂ ଶ୍ରୀଂ ଶୁକ୍ରାୟ ନମଃ। ଏ ମନ୍ତ୍ରକୁ ସକାଳେ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।